ପିଲାମାନେ ଆମେ ପୂର୍ବ ଭିଡ଼ିଓରେ ପଢ଼ିଥିଲେ ଗୁଣନୀୟକ କେମିତି ନିର୍ଣ୍ଣୟ କରିବା, ଗୁଣନୀୟକ କେମିତି ନିର୍ଣ୍ଣୟ କରାଯାଏ ଏ ବିଷୟରେ ଆମେ ପଢ଼ିଥିଲେ। ଏବେ ଆମେ ପଢ଼ିବା ଗୁଣିତକ କ'ଣ ଆଉ କେମିତି ତାକୁ ବାହାର କରିବା। ଗୋଟେ ସଂଖ୍ୟାର ଆମେ କେତୋଟି ଗୁଣିତକ ଅଛି କେମିତି ବାହାର କରିବା ସେସବୁ ବିଷୟରେ ଆମେ ଜାଣିବା। ଗୁଣନୀୟକ କେତୋଟି ରହିବ ଗୋଟେ ସଂଖ୍ୟାର ନା ନିର୍ଦ୍ଦିଷ୍ଟ କେତୋଟି ସଂଖ୍ୟା ରହିବ, 5ଟି 7ଟି 10ଟି ଏଇଭଳିଆ ଗୁଣନୀୟକ ରହିବ। କିନ୍ତୁ ଗୁଣିତକ କେତୋଟି ରହିବ ନା ଅସଂଖ୍ୟ ରହିବ, ଅସଂଖ୍ୟ ହେଲା। କେମିତି ନା ଆମର ପଣିକିଆ କହିଲେ ଯାହା ଗୁଣିତକ ହେଲା ସେୟା, ଯେମିତି 2 × 2 2 × 4 2 3 6 2 4 6 8 10 12 ଏସବୁ ପ୍ରତ୍ୟେକକୁ ଆମେ କ'ଣ କହୁଛେ ଗୁଣିତକ ଆମେ କହିବା। 3 ସେମିତି କେତେ 3 6 9 12 15 18 ଏ ପ୍ରତ୍ୟେକ ସବୁ ଗୁଣିତକ ରହିବ। କେତୋଟି ରହିବ ନା ଅସଂଖ୍ୟ ରହିବ, ଅସଂଖ୍ୟ ଆମେ ଯେତେ ଗୁଣି ପାରିବା। ଦେଖ ଆମେ ଗୋଟେ 5ର ଆମେ ବାହାର କରିବା, ଆମେ ଲେଖିଛେ 5 ଲେଖିଲେ 5 × 1 5 × 2 5 × 3 5 × 4 এইଭଳି ଆମେ ସବୁ ଲେଖି ଆସେ। ତାହେଲେ 5ର ଗୁଣିତକ ବାହାର କରୁଛେ ତ ସେଥିପାଇଁ 5 ଏପଟେ କ'ଣ ରହିଲା କମନ୍ ରହିଲା। ଗୁଣିଲେ କାହା ସହିତ ନା 1 2 3 4 ଏମିତି